नमस्कार। ओम नमः शिवाय। आसंतु जानिबा श्रावण मासर महात्म्य कौन। शास्त्र अनुजाई चतुर्मासरे भगवान विष्णु जोग निद्रारे रुहंती। सेही समयरे महादेव सृष्टि पालन करिथांती। शिव पुराण अनुसारे चतुर्मासर प्रथम मास हेउचे श्रावण, ଯାହାର ଅଧିପତି ମହାଦେବ ହୋଇଥାନ୍ତି। ଏହି ସମୟରେ ମହାଦେବ ପୃଥିବୀ ଲୋକରେ ବାସ କରି ଭକ୍ତଙ୍କର ଦୁଃଖ କଷ୍ଟ ଦୂର କରିଥାନ୍ତି। ମାର୍କଣ୍ଡେୟ ଋଷି ଦୀର୍ଘାୟୁ ପାଇଁ ଏହି ମାସରେ ଘୋର ତପସ୍ୟା କରି କୃପା ପାଇଥିଲେ। ତାଙ୍କୁ ଦୀର୍ଘାୟୁର ବରଦାନ ମଧ୍ୟ ପ୍ରାପ୍ତ କରିଥିଲେ। ଏହି କାରଣ ପାଇଁ ଶ୍ରାବଣ ମାସରେ ମହାଦେବଙ୍କ ପୂଜା ଯେ କରେ ତାର ସର୍ବ ସଙ୍କଟ ଦୂର ହୋଇଥାଏ। ଏହା ସହିତ ସୁଖ, ସମୃଦ୍ଧି ଏବଂ ମୃତ୍ୟୁ ପରେ ବ୍ୟକ୍ତି ମୋକ୍ଷ ପ୍ରାପ୍ତ କରିଥାଏ। ଏବେ ଆସନ୍ତୁ ଜାଣିବା ଯେ ଶ୍ରାବଣ ମାସରେ କେଉଁ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ। ଶ୍ରାବଣ ମାସରେ ଚାନ୍ଦିର ନନ୍ଦୀ ଘରକୁ ଆଣି ପୂଜା କଲେ ଏହା ଦ୍ୱାରା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ। ଜଳ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଆପଣ ଚାହିଁଲେ ଗଙ୍ଗା ଜଳ ଆଣି ଘରେ ରଖିପାରିବେ ଏବଂ ପୂଜା ମଧ୍ୟ କରିପାରିବେ। ମହାଦେବଙ୍କ ଗଳାରେ ସର୍ପରାଜ ସର୍ବଦା ରହିଥାନ୍ତି। ଶ୍ରାବଣ ମାସରେ ଚାନ୍ଦିର ନାଗନାଗୁଣୀ ଯୋଡ଼ାକୁ ଘରେ ଆଣି ରଖନ୍ତୁ ଏବଂ ସବୁଦିନ ଏହାକୁ ପୂଜା କରନ୍ତୁ। ଗଙ୍ଗାକୁ ମହାଦେବ ନିଜ ଜଟାରେ ଧାରଣ କରିଛନ୍ତି। ଏହା ମାନ୍ୟତା ଅଛି କି ଶ୍ରାବଣ ମାସରେ ଗଙ୍ଗା ଜଳ ନିଶ୍ଚୟ ଘରକୁ ଆଣନ୍ତୁ। ଶିବଲିଙ୍ଗରେ ଭସ୍ମ ଚଢ଼ାଇବା ଦ୍ୱାରା ମହାଦେବ ପ୍ରସନ୍ନ ହୁଅନ୍ତି। ଶ୍ରାବଣ ମାସରେ ଭସ୍ମ ଆଣି ଘରେ ରଖନ୍ତୁ। ଏହିପରି କରିବା ଦ୍ୱାରା ମହାଦେବଙ୍କର କୃପା ସତ୍ ପରିବାରଙ୍କୁ ପ୍ରାପ୍ତ ହୋଇଥାଏ। ଶ୍ରାବଣ ମାସରେ କେଉଁ ଜିନିଷ ମହାଦେବଙ୍କ କୃପା ପାଇବା ପାଇଁ ଭୋଗ କରାଯାଏ। ଶ୍ରାବଣ ମାସରେ ମହାଦେବଙ୍କୁ କ୍ଷୀରି ଭୋଗ ନିଶ୍ଚୟ କରାନ୍ତୁ। କାହିଁକି ନା କ୍ଷୀରି ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ମାନ୍ୟତା ଅଛି କି ଶ୍ରାବଣ ସୋମବାର ଦିନ ଚାଉଳ କ୍ଷୀରି ଭୋଗ କଲେ ଜାତକରୁ ଚନ୍ଦ୍ରଦୋଷ ଦୂର ହୋଇଥାଏ, ଯାହାଦ୍ୱାରା ମାନସିକ ଅଶାନ୍ତି ସର୍ବଦା ପାଇଁ ଦୂର ହୋଇଥାଏ। ଶ୍ରାବଣ ମାସରେ ମହାଦେବଙ୍କୁ 5 ପ୍ରକାରର ଋତୁଫଳ ଭୋଗ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଶ୍ରାବଣ ମାସରେ ଋତୁଫଳ ଭୋଗ ଲଗାଇବା ଦ୍ୱାରା ସନ୍ତାନ ସନ୍ତତି ସବୁ ଅସୁବିଧା ଦୂର ହେବା ସହିତ ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଯେ ଶ୍ରାବଣ ମାସରେ କେଉଁ 7ଟି କାମ କରିବାକୁ ବାରଣ କରାଯାଇଛି। ଶ୍ରାବଣ ମାସରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ, ଯଥା ବିବାହ, ବ୍ରତ, ଗୃହ ପ୍ରବେଶ ଇତ୍ୟାଦି। ଏହିସବୁ କାମ ଆଦୌ ଶ୍ରାବଣ ମାସରେ କରନ୍ତୁ ନାହିଁ। ଶ୍ରାବଣ ମାସରେ ମାଂସ, ପିଆଜ, ରସୁଣ ଏବଂ କୌଣସି ପ୍ରକାରର ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହି ମାସରେ ଶରୀରରେ ତେଲ ମାଲିସ କରନ୍ତୁ ନାହିଁ। ଶ୍ରାବଣ ମାସରେ ଯଦି ଆପଣଙ୍କ ଦ୍ୱାରକୁ କେହି ବି ଆସୁଛନ୍ତି, ଯେପରିକି ଗାଈ, ଷଣ୍ଢ ଓ ବଳଦ, ତେବେ ହେଲେ ସେମାନଙ୍କୁ ଘଉଡ଼ାନ୍ତୁ ନାହିଁ। ଏହି ମାସରେ ମଧ୍ୟାହ୍ନ ସମୟରେ ନିଦ୍ରାରେ ଶୟନ କରନ୍ତୁ ନାହିଁ। ଶ୍ରାବଣ ମାସରେ ଦାଢ଼ି, କେଶ, ନଖ ଆଦିକୁ କାଟନ୍ତୁ ନାହିଁ। ଏହି ଶ୍ରାବଣ ମାସରେ କଂସା ବାସନରେ କେବେ ବି ଭୋଜନ କରନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ଶ୍ରାବଣ ମାସର ସୋମବାରର ପୂଜା ବିଧି। ଶିବ ପୁରାଣ ଅନୁସାରେ ମହାଦେବଙ୍କ ପୂଜା ସନ୍ଧ୍ୟା ପରେ ଶ୍ରେଷ୍ଠ ବୋଲି କୁହାଯାଏ। ଏମିତିରେ ବି ମହାଦେବଙ୍କୁ ପୂଜା ସବୁ ସମୟରେ କରାଯାଏ, କିନ୍ତୁ ସୋମବାର ଅତ୍ୟନ୍ତ ବିଶେଷ ଦିନ ହୋଇଥାଏ। ପ୍ରଥମ ଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଧଳା ବସ୍ତ୍ର ପରିଧାନ କରି ଘରର ମନ୍ଦିରରେ ତମ୍ବା ପାତ୍ରରେ ଶିବଲିଙ୍ଗ ରଖି
ସେଥିରେ ବେଲପତ୍ର ଚଢ଼ାଇ ତମ୍ଭା ନଚେତ ଚାନ୍ଦି ଲୋଟାରେ ଜଳ ଲାଗି କରାନ୍ତୁ। ପଞ୍ଚାମୃତରେ ଅଭିଷେକ କରାନ୍ତୁ। ଅଭିଷେକ ସମୟରେ ନିରନ୍ତର ଭାବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଶିବଲିଙ୍ଗରେ ଅକ୍ଷତ, ଫୁଲ, ଦୁଦୁରା, ଧଳା ଚନ୍ଦନ, ଅଗରୁ ଆଦି ଚଢ଼ାନ୍ତୁ ଏବଂ ପାର୍ବତୀ ମାତାଙ୍କର ପୂଜା ମଧ୍ୟ କରନ୍ତୁ। କ୍ଷୀରି, ହାଲୁଆ, ବେଲ ଆଦି ଭୋଗ ଲଗାନ୍ତୁ। ଘିଅ ଦୀପ ଲଗାଇ ଶିବ ଚାଳିଶା ପାଠ କରନ୍ତୁ। ତାପରେ ଆଳତି କରନ୍ତୁ। ଏବେ ଆସନ୍ତୁ ଜାଣିବା ଏହି ବର୍ଷ ଶ୍ରାବଣ ମାସ ସୋମବାର କେବେ ଆରମ୍ଭ ହେଉଛି ଏବଂ କେବେ ଶେଷ ହେଉଛି। ଶ୍ରାବଣ ମାସକୁ ଶିବ ଭକ୍ତମାନେ ବହୁତ ଅପେକ୍ଷାରେ ଚାହିଁ ରହିଥାନ୍ତି। ଏହି ମାସରେ ମହାଦେବ ଏବଂ ମାତା ପାର୍ବତୀଙ୍କର ବିଶେଷ ପୂଜା ଅର୍ଚ୍ଚନା କରିବା ସହିତ ସୋମବାର ବ୍ରତ ବି କରାଯାଏ। ଧାର୍ମିକ ମାନ୍ୟତା ଅଛି କି ସୋମବାର ବ୍ରତ କରି ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ପଞ୍ଜିକା ଅନୁଯାୟୀ ଆଷାଢ଼ ପୂର୍ଣ୍ଣିମା ଜୁଲାଇ 21ରେ ପଡ଼ୁଅଛି। ତାହା ଆଗ ଦିନ ମାନେ 22 ଜୁଲାଇକୁ ଶ୍ରାବଣ ମାସ ଆରମ୍ଭ ହେବ। ଏହି ଦିନ ଶ୍ରାବଣ ମାସ ସୋମବାର ପଡ଼ୁଅଛି। ଦ୍ୱିତୀୟ ଶ୍ରାବଣ ସୋମବାର 29 ଜୁଲାଇକୁ ପଡ଼ୁଅଛି। ତୃତୀୟ ଶ୍ରାବଣ ସୋମବାର 5 ଅଗଷ୍ଟକୁ ପଡ଼ୁଅଛି ଏବଂ ଚତୁର୍ଥ ଶ୍ରାବଣ ସୋମବାର 12 ଅଗଷ୍ଟକୁ ପଡ଼ୁଅଛି। ପଞ୍ଚମ ଶ୍ରାବଣ ସୋମବାର 19 ଅଗଷ୍ଟକୁ ପଡ଼ୁଅଛି। ଆପଣମାନେ ଜାଣିଛନ୍ତି କି ଶ୍ରାବଣ ମାସରେ ଗଙ୍ଗା ସ୍ନାନ କଲେ କେଉଁ 10ଟି ପାପରୁ ମୁକ୍ତି ମିଳେ? ତେବେ ଆସନ୍ତୁ ଜାଣିବା। ସ୍ମୃତି ଗ୍ରନ୍ଥରେ 10 ପ୍ରକାରର ପାପ ବର୍ଣ୍ଣନା ଅଛି। ମୁଖ୍ୟ ରୂପରେ 3 ଭାଗରେ ବିଭକ୍ତ କରାଯାଇଛି: କାୟିକ, ବାଚିକ ଏବଂ ମାନସିକ। ଏହା ଅନୁସାରେ ଅନ୍ୟର ବସ୍ତୁ ନେବା, ଶାସ୍ତ୍ର ବର୍ଜିତ, ହିଂସା ଏବଂ ପର ସ୍ତ୍ରୀ ଗମନ ଏହା ହେଉଛି କାୟିକ ବା ଶାରୀରିକ ପାପ। କଟୁ କଥା କହିବା, ଅସତ୍ୟ ଭାଷଣ ଦେବା, ପରକ୍ଷର ଆଗରେ ନ କହି ପଛରେ କହିବା ଏବଂ କାହାର ନିନ୍ଦା କରିବା ଏହା 4 ପ୍ରକାର ବାଚିକ ପାପ। ଏହା ବ୍ୟତୀତ ପର ଦ୍ରବ୍ୟକୁ ଅନ୍ୟାୟରେ ନେବା ପାଇଁ ମନରେ ଭାବନା ରଖିବା, ମନରେ କାହାରି ଅନିଷ୍ଟ କରିବା ଭାବନା ରଖିବା, ଅସତ୍ୟ ଜିଦି ରଖିବା ଏହା 3 ପ୍ରକାର ମାନସିକ ପାପ, ଯାହା ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ସ୍ୱୟଂ ଶେଷ ହୋଇଥାଏ। ଏବେ ଆସନ୍ତୁ ଜାଣିବା 16 ସୋମବାର ବ୍ରତର ନିୟମ। 16 ସୋମବାର ବ୍ରତ ଶ୍ରାବଣ ମାସ ଚୈତ୍ର, ମାର୍ଗଶିର ଏବଂ ବୈଶାଖ ମାସର ପ୍ରଥମ ସୋମବାରରୁ ଆରମ୍ଭ କରିପାରିବେ। 16 ସୋମବାର ପୂଜା ଦିନର ତୃତୀୟ ପ୍ରହର ମାନେ ଦିନ 4ଟାର ଆଖପାଖ ସମୟରେ ଆରମ୍ଭ କରିବା ଉଚିତ। ସୂର୍ଯ୍ୟ ଅସ୍ତ ପୂର୍ବରୁ ପୂଜା ସମ୍ପନ୍ନ ହେବା ଉଚିତ। ଏହିପରି ପୂଜା କରିବା ଫଳଦାୟକ ହୋଇଥାଏ। ସବୁ ବୟସର ଏବଂ ସବୁ ବର୍ଗର ମନୁଷ୍ୟ ଏହି ବ୍ରତକୁ କରିପାରିବେ, କିନ୍ତୁ କଠିନ ନିୟମ ହୋଇଥିବାରୁ ଏହି ବ୍ରତକୁ ସେଇମାନେ କରିପାରିବେ ଯାହା ପାଖରେ ସେତିକି କ୍ଷମତା ଥିବ। ଯେଉଁ ପର୍ଯ୍ୟନ୍ତ ଏହି ବ୍ରତ ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ମାଂସାହାର ନିଷେଧ ହୋଇଥାଏ। 16 ସୋମବାର ବ୍ରତ ବହୁତ କଠିନ ହୋଇଥାଏ। ବିବାହିତା ମହିଳାମାନେ ପତିଙ୍କର ଦୀର୍ଘାୟୁ ନିମନ୍ତେ, ସନ୍ତାନ ପ୍ରାପ୍ତି ନିମନ୍ତେ, ଝିଅମାନେ ଉତ୍ତମ ବର ପ୍ରାପ୍ତି ନିମନ୍ତେ ଏହି ବ୍ରତ କରିଥାନ୍ତି। 16 ସୋମବାର ବ୍ରତରେ ବ୍ରହ୍ମଚର୍ଯ୍ୟ ନିୟମ ପାଳନ କରିବା ନିହାତି ଆବଶ୍ୟକ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ରହୁଛି। ନମସ୍କାର। ଓମ୍ ନମଃ ଶିବାୟ।